10:11 ସେଥିରେ ଦୂତ ଆଜ୍ଞା ସେମାନଙ୍କୁ କହିଲେ, ଭୟ କର ନାହିଁ। ଦେଖ, ମୁଁ ସମସ୍ତ ଲୋକଙ୍କ ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମମାନଙ୍କୁ ଜଣାଉଅଛି। କାରଣ ଆଜି ଦାଉଦଙ୍କ ନଗରରେ ତୁମମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ଆମେନ୍। ଆମେନ୍। ପ୍ରଭୁ, ଆମେ ତୁମକୁ ଧନ୍ୟବାଦ ଦଉଛୁ ଏ ବାକ୍ୟ ନିମନ୍ତେ। ଏଇ ବାକ୍ୟ ଜୀବନ୍ତ ଅଟେ, ଆମମାନଙ୍କୁ କଥା କହିଥାଏ। ପ୍ରଭୁ, ଆମକୁ ସାହାଯ୍ୟ କର, ମନ ଖୋଲିକି, ହୃଦୟ ଖୋଲିକି ତୁମ ବାକ୍ୟକୁ ଶ୍ରବଣ କରିକି ଗ୍ରହଣ କରିବା ନିମନ୍ତେ, ଆଉ ଜୀବନ ମଧ୍ୟରେ ପାଳନ କରିକି ଏକ ବିଜୟ ଖ୍ରୀଷ୍ଟୀୟ ଜୀବନ ଯାପନ କରିବା ନିମନ୍ତେ କଂଗ୍ରିଗେସନକୁ ପୁଣି ମୋତେ ତୁମ ହସ୍ତରେ ସମର୍ପଣ କରି ଯୀଶୁଙ୍କ ନାମରେ ମାଗୁଛି, ଆମେନ୍। ମୋ ସ୍ୱର ଶୁଭୁଛି? ହଁ ଆଜ୍ଞା, ଶୁଭୁଛି। ଯେଉଁ ସେଠି ମାନେ ପଢିଲୁ ଏ ସ୍ଥାନରେ ଏହା କହିବା ପାଇଁ ଚାହିଁବି, ବ୍ଲେସିଂ ପ୍ରତ୍ୟେକ ବ୍ୟକ୍ତି ମାନେ ନିଜ ଜୀବନ ମଧ୍ୟରେ ଚାହାନ୍ତି। ଏମିତି କୌଣସି ବ୍ୟକ୍ତି ନାହାନ୍ତି ଯିଏକି ନିଜ ଜୀବନ ମଧ୍ୟରେ ବ୍ଲେସିଂ ଚାହୁଁନି। ଯେକୌଣସି ଧର୍ମାବଲମ୍ବୀ, ହୁଏ ତ ହିନ୍ଦୁ ହେଇଗଲା, ହୁଏ ତ ବୁଦ୍ଧିଜମ ହେଇଗଲା, ହୁଏ ତ ଜୁଡାଇଜମ ହେଇଗଲା, ହୁଏ ତ ସୌରାଷ୍ଟ୍ରିଜମ ହେଇଗଲା, ହୁଏ ତ ଜୈନିଜମ ହେଇଗଲା। ଏଇଟା ଆଜି ଏଇ ଦିନ ମାନଙ୍କରେ ଏଇ ସବୁ ରିଲିଜନ ଗୁଡାକ ଲିଡିଂରେ ଅଛି। ବାକି ଅନେକ ରିଲିଜନ୍ସ ଗୁଡାକ ଇମେଜ ହେଇଥିଲା ଡ୍ୟୁରିଂ ଅବ୍ରାହମିକ ଟାଇମ୍, ଯେତେବେଳେ ଜୁଡାଇଜମ ଷ୍ଟାର୍ଟ ହେଲା। ଆଉ ସେ ସମସ୍ତ ବର୍ତ୍ତମାନ ଜଗତରେ ଦେଖାଉନାହିଁ, କିନ୍ତୁ ଯେତେ ସବୁ ଲିଷ୍ଟ ଆଉଟ୍ କଲି ସମସ୍ତ ରିଲିଜନ ଗୁଡାକୁ ଆଜିକାଲି ଦେଖାଯାଉଛି। ତ ଇନ୍ ଏଭ୍ରି ରିଲିଜନ ଯେତେ ସମସ୍ତେ ଅଛନ୍ତି, କନସର୍ନ ଅଛି ପୂଜା କରିବାର ପଛରେ ଆଶୀର୍ବାଦ ପାଇବା। ଯଦି ଜଣେ ହିନ୍ଦୁ ବ୍ୟକ୍ତି ମନ୍ଦିରକୁ ଯାଉଛି ପୂଜା କରିବା ପାଇଁ, ନଡ଼ିଆ କି ଧୂପ କାଟିକି ଇଭେନ ମନି ଅଂଶ ନେଇକି ଯାଉଛି, ବିହାଇଣ୍ଡ ତାଙ୍କ ପଛରେ ଗୋଟେ ଚିନ୍ତାଧାରା ଯେ ଏଇ ଗଡ, ଏଇ ଲର୍ଡ ମତେ ବ୍ଲେସ କରିବ। ଇଭେନ ମୁସଲିମ ଗୁଡାକ ବି ଯେତେବେଳେ ମସ୍ଜିଦକୁ ଯାଉଛନ୍ତି, ସେମାନେ ପ୍ରାର୍ଥନା କରୁଛନ୍ତି, ତାଙ୍କର ପଛରେ ଏକ ଚିନ୍ତା ଥାଏ ଯେ ଆମେ ବ୍ଲେସ ହବୁ। ଇଭେନ ଖ୍ରୀଷ୍ଟିଆନ ଲୋକମାନେ, ଆମେ ଯଦି ଉପାସନା କରୁଛୁ, ଆରାଧନା କରୁଛୁ, ଆମମାନଙ୍କ ପଛରେ ବ୍ଲେସିଂ ପାଇବା ଏକ ଚିନ୍ତାଧାରା ରହୁଛି। ମୋ ପ୍ରିୟମାନେ, କିନ୍ତୁ କରିବା ପାଇଁ ଚାହିଁବି, ଜଗତ ମଧ୍ୟରେ ଜଣେ ବ୍ୟକ୍ତି ଅଛନ୍ତି ଯିଏକି ବ୍ଲେସ କରିବେ, ସେ ହେଉଛନ୍ତି ଖ୍ରୀଷ୍ଟ ପ୍ରଭୁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଯେଉଁ ଦୁଇଟି ଅଂଶ ମାନେ ପଢିଲୁ, ସେଥିରେ ଦୂତ ସେମାନଙ୍କୁ କହିଲେ ଭୟ କର ନାହିଁ। କେଉଁମାନଙ୍କୁ କହିଲେ? ଯଦି 8 ଆଉ 9 ପଦ ଯଦି ପଢିବା, ସେ ଜାଗାରେ ଲେଖା ଅଛି, ସେଇ ଅଞ୍ଚଳରେ କେତେକ ମେଷପାଳକ ପଦାରେ ରହି ରାତ୍ରିରେ ସେମାନଙ୍କ ମେଷ ପଲ ଜଗୁଥିଲେ। এই ଜାଗାରେ ଆମେ ଦେଖୁଛୁ ମେଷପାଳକ ମାନେ, ଯେଉଁମାନେ କି ମେଷ ଚରଉଥିଲେ, ରାତ୍ରି ସମୟରେ ଆଉ ଜଗିକି ରହୁଥିଲେ, ସେମାନଙ୍କ ନିକଟକୁ ଜଣେ ଦୂତ ଆଉ ଉପସ୍ଥିତ ହେଲେ। ପୁଣି ପ୍ରଭୁଙ୍କ ଗୌରବର ଆଲୋକ ସେମାନଙ୍କ ଚାରିଆଡେ ପ୍ରକାଶିତ ହେଲା, ଆଉ ସେମାନେ ଅତିଶୟ ଭୟଗ୍ରସ୍ତ ହେଲେ। এই ଜାଗାରେ ଆମେ ଦେଖିଲୁ ଯେ ସେମାନେ ଭୟଗ୍ରସ୍ତ ହେଲେ। ଭୟଗ୍ରସ୍ତ ହେବା କାରଣ କଣ? ଦିଟା ବିଷୟ ମୁଁ କହିବି। ପ୍ରଥମ ବିଷୟ ହେଲା, এই ଜାଗାରେ ଯାହା ଆମେ ଦେଖୁଛୁ, ପ୍ରଭୁଙ୍କର ଗୌରବର ଆଲୋକ ସେମାନଙ୍କର ଚାରିଆଡେ। ଆଜି ପର୍ଯ୍ୟନ୍ତ ଜୀବନ ମଧ୍ୟରେ ସେମାନେ ଆଲୋକ ଦେଖିଥିବେ, ଏକ୍ସକ୍ୟୁଜ ମି, କିନ୍ତୁ ଏଇ ଯୋଉ ଆଲୋକ, এইটা ସେମାନଙ୍କୁ ଟିକେ ଅଲଗା ପ୍ରକାର ଲାଗିଥିବ, ନୂଆ ଲାଗିଥିବ। এইটা ଜୀବନ ମଧ୍ୟରେ କେବେ ଦେଖିନଥିବେ, ଯୋଉଟା କି ସେମାନଙ୍କୁ ଚକିତ କରିଦେଇଛି, ଯୋଉଥିପାଇଁ ସେମାନେ ଭୟ କଲେ। ଯେ ଦେଖ, ଆଜି ପର୍ଯ୍ୟନ୍ତ ଏକ ଆଲୋକ ଦେଖିଛୁ, ଗୋଟେ ପ୍ରକାର ଥିଲା ଯୋଉ ଆଲୋକରେ ଆମେ ଆଡଜଷ୍ଟ ହେଇକି ଆସୁଛୁ, ଏଇଟା ଆମକୁ ପରିଚିତ। କିନ୍ତୁ ଏଇ ଯୋଉ ଆଲୋକ, ଏହା ଭିନ୍ନ ଅଟେ, ତ ସେମାନେ ଟିକେ ଡରିଗଲେ। ତାପରେ ଦୂତଙ୍କୁ ସେମାନେ ହୁଏତ ଦେଖିନଥିବେ ଜୀବନରେ, ନାଇଁ ହୁଏତ ନାହିଁ, ସେମାନେ ଦେଖି ହିଁ ନଥିଲେ। ଯଦି ସାଇଲେଣ୍ଟ ପିରିୟଡ କଥା ଯଦି ଆମେ ଚିନ୍ତା କରିବା, 400 ବର୍ଷ ପର୍ଯ୍ୟନ୍ତ ଆଉ କୌଣସି ଦୂତର ସନ୍ଦେଶ ନଥିଲା, ଭବିଷ୍ୟତ ବକ୍ତାର ସନ୍ଦେଶ ନଥିଲା, କି ପରମେଶ୍ୱରଙ୍କ ଠାରୁ କୌଣସି ପ୍ରକାର ମେସେଜ ନଥିଲା। ତ ଦୂତଙ୍କୁ ଦେଖିବା ତ କଷ୍ଟକର ବିଷୟ ସେମାନଙ୍କ ପାଇଁ। ଯେତେବେଳେ ଦୂତଙ୍କୁ ଦେଖୁଛନ୍ତି, ଆମକୁ ଦେଖୁଛନ୍ତି, ସେମାନଙ୍କୁ ନୂଆ ଲାଗିଲା, ଆଉ ସେମାନେ ଭୟ କରୁଛନ୍ତି। ଦ୍ୱିତୀୟ ବିଷୟ, ସେମାନଙ୍କ ମଧ୍ୟରେ ଭୟ ଉଦ୍ଧାର ପାଇବାର,
द्वितीय विषय है उद्धार पाइबार सत्य ईश्वर को जानिबार जीवन मध्य आशीर्वाद को सत्य आशीर्वाद को पाइबार ए दुई प्रकार भय से जीवन मध्य देखा जाइथिबो जो स्वर्गदूत कहले भय कर नाही दूत कहले से भय कर नाही कारण देख तुम कारण मु समस्त लोक मानकर अत्यंत आनंदजनक सुसमाचार तुम मानक शुणाउछि भय कर नाही कारण मो पाखरे जहा अछि ताहा मु शुणैबाकू जाउछि आ सेटा आनंद आज पर्यंत करिछ कोनोसी विषय को देखि किंतु एटा अत्यंत आनंद करदब तुमको अत्यंत आनंदजनक सुसमाचार सुसमाचार सुसंवाद याकू कहा जाए मो प्रिय माने आउ से सुसमाचार किए यदि आम 11 पदरे देखिबा ताहले लिखा अछि जे दाऊदंक नगर रे तुमको निमंते त्राणकर्ता जन्म ग्रहण करियछंती से ख्रीष्ट प्रभु सुसमाचार होछंती ख्रीष्ट प्रभु मेषपालक मान विषय मु कहबा चाहे मेषपालक माने आज मैंने राजस्थानी लोक मान देखू से माने ओटो गुड़ाक छेली मेढ़ा गुड़ाक नहीं कौन सी गोटे पड़िया चोरौथुबा देखिए से पड़िया से माने बसवास करेंगे गोटे मास 2 मास 3 मास ता सहित अन्य जगह को से माने जिवे कहवा गले से गोटे शब्द दि जाइथिला नोमैडिक अर्थात जाजाबर से कौन बासिंदा नहीं जदि बासिंदा नहीं ताले समाज रे सेमानकर परिचय मध्य नाही से माने कौनसी ग्रामर मूल निवासी नुहंती जाजाबर अटंती आउ जदि आइडेंटिटी कार्ड के आधार कार्ड गोटे जगह को नहीं की बनी थाए ए माने जाजाबर तेरे समाज रे मानकर कौनसी परिचय नाही ए माने गोटे डाउन ट्रोडन डाउन कास्ट पीपल बोलिया माने कहिबा जो मैंने जाजाबर रुहंती प्रकार व्यक्ति माने रहंती से सहित सोसाइटी रही लोक माने जाइक इंटराक्ट भी करती ना कथबार्ता भी हुंती ना कहवा गले गोटे साइड लाइन पीपल गुड़ाक अटंती माने कहवा गले आम एमती भी कहवा अछूत मेषपालक माने कहवा गले अछूती थिले जदि आम मिसर कंटेस्ट को देखा बहुत वर्ष तले अछूत लोक तेणु कर मिसर राजा से गोटे गसेन बोली गोटे प्रदेश रखा गला क्या जोसेफ वंशज को अछूत लोक ही मैंने ये जगह हम देखो माने गोटे माने से कौन बासिंदा नहीं से कौन परिचय ना ए प्रकार व्यक्ति माने समाज रे चिन्हित नुहंती से ए प्रकार व्यक्ति माने से माने थिले तो से जीवन मध्य उद्धार पाइबा गोटे बड़ विषय थिला कारण कौन एति पूर्वर नस्टिसिजम अर्थात ज्ञान द्वारा परित्राण मिलिबो ए शिक्षा आसी जाइथिला आपण माने दार्शनिक मानक विषय जानिबे प्लेटो अरिस्टोटल सोक्रेटस से माने आसी ज्ञान शिक्षा देइथिले ज्ञान होची श्रेष्ठ ज्ञान ही ईश्वर ज्ञान को जदि प्राप्त करिबो ताहेले उद्धार मिलिबो तेबे एई प्रकार लोक मानक पाए ज्ञान को उपार्जन करबा निमंते सेतेटा अर्थ रहउनतुला से माने कौन इंस्टीट्यूशन को जिबे कि स्कूल को जिबे ज्ञान अर्जन करबे ईश्वर को पाइबे उद्धार पाइबे एटा सहजकर विषय तबे टोटली मेंटली स्पिरिचुअल से माने आउटकास्ट बोलिबा कथा से माने बाहरिया उद्धार से मान को मिलिबो यह सहजकर विषय नथिला सेही समय रो कॉन्टेक्स्ट अनुसार कारण जे ज्ञान प्राप्त हम से ही उद्धार पाइब एटा ग्रीक फिलोसोफर मानकर आउ टीचिंग थिला तबे जेबे माने भाबुचंती जे आम पाए उद्धार पाइबा सहजकर विषय नुह परित्राण पाइबा सहजकर विषय नुह आशीर्वाद पाइबा सहजकर विषय नुह आ से समय रे स्वर्गदूत आसिकी कहउछंती जे जोटा भावुच सहजकर विषय नुह आम पाई नुह कहीकि ताले तम पाए गोटे आनंदजनक सुसमाचार मो पाखरे अछि आ से आनंदजनक सुसमाचार कौन कि उद्धारकर्ता त्राणकर्ता जन्म ग्रहण करिसंती तमानक पाई तमे भावुच जे उद्धारकर्ता त्राणकर्ता उद्धार मो पाई नुह बोले कि तेणु करिकि मु प्रथम करिकि तो पाखकु आसीची
किंतु कही रखिबाकू चाहे ए उद्धारकर्ता केवल तोमानक पाई नुह किंतु समस्त लोक मानक पाई। प्रेज द लॉर्ड, हालेलुया। এই जो उद्धारकर्ता त्राणकर्ता केवल तुम पाई नुह समस्त लोक मानक पाई। से होचंती आनंदजनक सुसमाचार आ से होचंती सुसमाचार ख्रीष्ट प्रभु। तेरे कहवा पाई चाहिए मो प्रिय माने आनंदजनक सुसमाचार है ख्रीष्ट प्रभु। तेरे ख्रीष्ट प्रभु किए जौन 3:16 अनुसार ईश्वरंकर दान अटे। दान को सरल भाषा माने कहवा ब्लेसिंग बोली कि जेते आमे पास्टर काम गुडा को करूछु जेते बेले लोक के दान दियंती आ से समय मन को गोटे बाइक देले कहले सेला दान भाव आसीबो किंतु आमे कहबु जे एटा ईश्वर हमन को ब्लेस करिसंती बोली कि प्रेज द लॉर्ड। तो दान अन्य एरिया रे सेटा होची ब्लेसिंग। परमेश्वर आमको ब्लेसिंग देले आ से ब्लेसिंग होचंती ख्रीष्ट प्रभु। प्रेज द लॉर्ड। दान कले से होचंती ख्रीष्ट प्रभु आ आनंदजनक सुसमाचार होची ख्रीष्ट प्रभु आ ख्रीष्ट प्रभु होचंती ईश्वरंकर दान समस्त जगतर लोक मानक निमंते दानर अर्थ होची ब्लेसिंग। ताले की प्रकार दान अटे की प्रकार ब्लेसिंग अटे जो इंग्राजी शब्द ब्लेस बोली की अच्छी जदि आमे प्रत्येक लेटर रो गोटी गोटी वर्ड बाहर करबा प्रथम वर्ड होची बा प्रथम लेटर होची बी स्टैंड फॉर बॉडी जाके शारीरिक आशीर्वाद शरीर निमंते जहा किछि आवश्यक अछि हुए तो घर हुए तो कपड़ा हुए तो खाद्य सब किछि शरीर जहा चाहूची जहा आवश्यक मने करूची सब किछि ख्रीष्टंक ठारे मिलिबो अर्थात ख्रीष्ट ताहा अटंती। बी हला परे एल एल को हमें कहबा लेबर अर्थात परिश्रम। परिश्रम आपण हुए तो ऑफिस रे बसिकी करिवे हुए तो खेत रे काम करिकी करिवे हुए तो व्यवसाय करी करिवे प्रति विषय जो जगारो टंका आसे ताको परिश्रम बोलिकी कुआ जाए आ ताको कुआ जाए कि फाइनेंशियल सोर्सेस बोलिकी फाइनेंशियल इनकम बोलिकी। तबे एटा होची फाइनेंशियल अर्थात आर्थिक आशीर्वाद आ ख्रीष्टंक ठारे रहिची। आ तृतीय लेटर हैला ई अर्थात इमोशन। इमोशन रो अर्थ हैला भाव भाव प्रवणता मन मध्य रे शांति आ आनंद। प्रेज द लॉर्ड। ताहा मध्य ख्रीष्टंक ठारे ही मिले। चतुर्थ लेटर हैला सोशल। ए स्टैंड फॉर सोशल। सोशल अर्थ सामाजिक। ओ प्रेज द लॉर्ड। रोड घर द्वार सब किछि परिवर्तन हबा पुनी एजुकेशन एरिया डेवलप हबा। प्रेज द लॉर्ड। रहनी सहनी पिंदा बड़ा कथा भाषा देखा चाहा सब किछि सोशल ट्रांसफॉर्मेशन परिवर्तन सब किछि ख्रीष्टंक ठारे रहिछि सोशल ब्लेसिंग। द लास्ट ए स्टैंड फॉर स्पिरिचुअल अर्थात आत्मिक आशीर्वाद जहा कि उद्धार अनंत जीवन। मोबले माने शारीरिक आशीर्वाद कौन सी जगह रे जन व्यक्ति पाई आर्थिक आशीर्वाद जो कौन सी जगह रे जन व्यक्ति पाई इवन मानसिक शांति कौन सी जगह जन व्यक्ति पाई पुणी सामाजिक आशीर्वाद कौन सी व्यक्ति कौन सी जगह पाई किंतु आत्मिक आशीर्वाद अर्थात उद्धार अनंत जीवन केवल केवल प्रेरित तार 4:12 अनुसारे आकाश तले मनुष्य मानक मध्य केवल जीशुंक ठारे ही अछि। प्रेज द लॉर्ड। ए हाके ही मध्य आउ देई परिबे नाही। प्रेज द लॉर्ड। केते से माने कार्य करि नियंतु किंतु कोन सी व्यक्तिंक पाखरे ए उद्धार अनंत जीवन नाही। जे पाप को जय करि अछि से ही यह दई परिबो। प्रेज द लॉर्ड। आ यीशु ख्रीष्ट ताहा करिसंती निजे मृत्युवरण करिकी पुनरुत्थित होइकी। प्रेज द लॉर्ड। तेणु तांको पाखरे से शक्ति रहिछि आ से अधिकार रहिछि उद्धार करिवार आ यीशुंको छाडिले के करि पारबे नाही। तबे इस 5 प्रकार आशीर्वाद को जदि आमे छाड़िबा तबला कोनोसी आशीर्वाद बंची नाही। 5 प्रकार आशीर्वाद से यीशुंको ठारे अर्थात ए जो 5टी लेटर गुडा रहिछि
ଏଇଥିରେ ହିଁ ପୂର୍ଣ୍ଣ ରହିଛି। ତଥାପି ଯଦି ଜଣେ ବ୍ୟକ୍ତି ଚାହିଁବ ଯେ ଏଇ ଯେତେ ସବୁ 5 ପ୍ରକାର ଛାଡ଼ିକି ଆଉ ଅଲଗାଟା ମୁଁ ଚାହୁଁଛି, ତାହା ମଧ୍ୟ ଯୀଶୁ ଦେବା ପାଇଁ ରାଜି। ଯେତେବେଳେ ଯୀଶୁ ଖ୍ରୀଷ୍ଟ ଆଉ ଜଗତ ମଧ୍ୟରେ ବସବାସ କରୁଥିଲେ ମୋ ପ୍ରିୟମାନେ, ଆଉ ସେଇ ସମୟରେ କେତେକ ଲୋକମାନେ ଆସିଲେ ଆଉ ରୁଟିର ଅନୁସନ୍ଧାନରେ ଯୀଶୁ ସେମାନଙ୍କ ପାଖକୁ ଯାଇ କହିଲେ କି ମୁଁ ହିଁ ଜୀବନ୍ତ ରୁଟି, ମୋ ପାଖରେ ସେ ରୁଟି ଅଛି। କିଛି ବ୍ୟକ୍ତି ମାନେ ଆସିଲେ ଆଉ ଜଳର ଅନ୍ୱେଷଣ କରିକି ସେମାନଙ୍କ ପାଖକୁ ଯୀଶୁ ଯାଇକି କହିଲେ ମୁଁ ହିଁ ସେ ଜୀବନ୍ତ ଜଳ। କିଛି ଲୋକମାନେ ଦ୍ୱାରର ଅନ୍ୱେଷଣ କରିକି ଆସିଲେ, ସେମାନଙ୍କ ପାଖକୁ ଯାଇ କହିଲେ ଯୀଶୁ ମୁଁ ହିଁ ସେଇ ଦ୍ୱାର। ଅର୍ଥାତ୍ ସବୁ କିଛି, ଯାହା କିଛି ଜଣେ ବ୍ୟକ୍ତି ଜୀବନ ମଧ୍ୟରେ ପାଇବାକୁ ଚାହୁଁଛି, ସବୁ କିଛି ଯୀଶୁଙ୍କ ଠାରେ ମିଳିବ। ପ୍ରେଜ୍ ଦ ଲର୍ଡ। ଆଉ ପିତାଙ୍କର ଗିଫ୍ଟ ଅଟେ ମାନବ ଜାତି ନିମନ୍ତେ, ଆଉ ଏହା ସମସ୍ତଙ୍କ ନିମନ୍ତେ, ଆଉ ଏହା ହେଉଛି ଆନନ୍ଦଜନକ ସୁସମାଚାର। ଆଉ ମେଷପାଳକ ମାନଙ୍କ ନିମନ୍ତେ ଏଥିପାଇଁ ଆନନ୍ଦଜନକ ସୁସମାଚାର ଥିଲା ଯେ ସେ ସମୟର ପୃଷ୍ଠଭୂମି ଗ୍ରୀକ ଦାର୍ଶନିକ ମାନଙ୍କ ହିସାବରେ ଆଉ ନୋଷ୍ଟିସିଜମ ଏକ ଶିକ୍ଷା ଅନୁସାରେ କେବଳ ଶିକ୍ଷିତ ବ୍ୟକ୍ତି ହିଁ, ଜ୍ଞାନ ପ୍ରାପ୍ତ କରୁଥିବା ବ୍ୟକ୍ତି ଉଦ୍ଧାର ପାଇବ, କିନ୍ତୁ ଏଇ ପ୍ରକାର ଲୋକମାନେ ପାଇପାରିବେ ନାହିଁ। ଯେତେବେଳେ ଏମାନେ ଆଉଟସାଇଡର ସେମାନଙ୍କ ପାଖକୁ ନିରାଶ ହତାଶ ଅବସ୍ଥାରେ ଯେତେବେଳେ ଅଛନ୍ତି, ସେମାନଙ୍କ ପାଖକୁ ଯାଇତୁ କହିଲେ ତୁମମାନଙ୍କ ପାଇଁ ଏହା ଆନନ୍ଦଜନକ ସୁସମାଚାର ଅଟେ ବୋଲିକି। ପ୍ରେଜ୍ ଦ ଲର୍ଡ। ତୁମମାନଙ୍କ ପାଇଁ ମଧ୍ୟ ଏ ଉଦ୍ଧାର ରହିଛି ଆଉ ସମସ୍ତ ବ୍ଲେସିଂ ଅଛି ବୋଲିକି। ପ୍ରେଜ୍ ଦ ଲର୍ଡ। ମୋ ପ୍ରିୟମାନେ, ମୁଁ କହିବା ପାଇଁ ଚାହିଁବି ଯେ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ଆଡ଼ରୁ ଆନନ୍ଦଜନକ ସୁସମାଚାର ଅଟନ୍ତି। ଆଉ ସେ ଆନନ୍ଦଜନକ ସୁସମାଚାର ଅଟେ ଯେ ଈଶ୍ୱରଙ୍କର ଦାନ ବା ବ୍ଲେସିଂ, ଯାହାକି ମୁଁ କହିଲି ଯେ ଶାରୀରିକ, ମାନସିକ, ଆର୍ଥିକ, ସାମାଜିକ ଆଉ ଆତ୍ମିକ, ଆଉ ଯାହା ବି ଚାହିଁବା ସବୁ କିଛି ଯୀଶୁଙ୍କ ନିକଟରେ ଆମକୁ ମିଳିବ। ପ୍ରେଜ୍ ଦ ଲର୍ଡ। ତେବେ ଯେଉଁ ଯୀଶୁ ଖ୍ରୀଷ୍ଟ ଦାଉଦ ନଗର ମଧ୍ୟରେ, ଓ ପ୍ରେଜ୍ ଦ ଲର୍ଡ, 2000 ବର୍ଷ ତଳେ ଜନ୍ମଗ୍ରହଣ କରିଥିଲେ, ଆଜି ମଧ୍ୟ ସେଇ ଜଗତ ମଧ୍ୟରେ, ଓ ପ୍ରେଜ୍ ଦ ଲର୍ଡ, ଆମେ ସେଲିବ୍ରେଟ କଲୁ ସେ ଜନ୍ମିଛନ୍ତି, ଜଗତ ମଧ୍ୟରେ ଅଛନ୍ତି। ପ୍ରେଜ୍ ଦ ଲର୍ଡ। ପ୍ରତିଦିନ ଖ୍ରୀଷ୍ଟମାସ ଅଟେ। ଯଦି ସେ ବ୍ଲେସିଂ ଅଂଶିଆ ମାନେ ହେଇନାହୁଁ, ତାହେଲେ ଆଉ ସୁଯୋଗ ଆଉ ସମୟ ତହିଁର ଅଂଶୀ ହେବା ନିମନ୍ତେ ସେଦିନ ସ୍ୱର୍ଗଦୂତ ମାନେ ଯାହା ଯାହା ଦୂତ ମେଷପାଳକ ମାନଙ୍କୁ କହିଲେ, ତଳ ଅଂଶରେ ଯଦି ଦେଖିବା, ସେମାନେ ଯାଇକି ଦେଖିଲେ ଯେ ପ୍ରକାର କୁହାଯାଇଥିଲା ତଦ୍ରୂପ ବିଷୟ ହିଁ ସେମାନେ ଦେଖିଲେ। ପ୍ରେଜ୍ ଦ ଲର୍ଡ। ତା ସହିତ ସେମାନେ ନିଜ ଜୀବନ ମଧ୍ୟରେ ଅନୁଭବ ମଧ୍ୟ କଲେ, ତାଙ୍କୁ ପାଇଲେ, ଅନୁଭବ କଲେ, ଦେଖିଲେ, ଶୁଣିଲା ପରେ ଗଲେ ଦେଖିଲେ ଯାହା କିଛି କୁହାଯାଇଥିଲା ଏହି ଶିଶୁଙ୍କ ବିଷୟରେ ସବୁ କିଛି A to Z ଆକୁରେଟ ଥିଲା। ଯାହା ଦୂତ କହିଥିଲେ ସମସ୍ତ ବିଷୟ ଦେଖିଲା ପରେ ଚମତ୍କୃତ ହେଲେ, ସେମାନେ ଚକିତ ହେଇଗଲେ। କାରଣ ଯାହା କିଛି ଯେତେ ବିଷୟ କୁହାଯାଇଥିଲା ସବୁ କିଛି ସମାନ ହେଲା, ଯେମିତି କୁହାଯାଇଥିଲା ସବୁ କିଛି ସମାନ ହେଲା। ଆଉ ସେ ସମାନ ବିଷୟ ସେମାନଙ୍କ ଚକ୍ଷୁରେ ସେମାନେ ଦେଖିଛନ୍ତି, ସେମାନେ ଚମତ୍କୃତ ହେଲେ, ଆଉ ସେ ଚମତ୍କାର ବିଷୟ ଅନ୍ୟମାନଙ୍କୁ ମଧ୍ୟ କହିଲେ। ତେଣୁ କହିବା ପାଇଁ ଚାହିଁବି ମୋ ପ୍ରିୟମାନେ, ବ୍ଲେସିଂ ବର୍ତ୍ତମାନ ଆମମାନଙ୍କ ସମ୍ମୁଖରେ ଅଛି। ସେ ବ୍ଲେସିଂ ର ପାର୍ଟ ଆମେ ହଉ, ଆମେ ଦେଖୁ, ଆମେ ଅନୁଭବ କରୁ। ପ୍ରେଜ୍ ଦ ଲର୍ଡ। କେବଳ ମୁଖରେ ହିଁ ନ ରହୁ, ଆମମାନଙ୍କ ଜୀବନ ମଧ୍ୟରେ ତାହା ଅନୁଭବ ହେଉ। ପ୍ରତି ପ୍ରଭାତରେ ତାଙ୍କରି ଦୟା, ତାଙ୍କରି ଆଶୀର୍ବାଦ, ତାଙ୍କରି ମଙ୍ଗଳ ଦାନ ନୂତନ ନୂତନ ଅଟେ। ଅନେକ ଲୋକମାନେ ସାକ୍ଷ୍ୟ ଦିଅନ୍ତି, ଓ ମୁଁ 15 ବର୍ଷ ପୂର୍ବରେ ଏଇଟା ପ୍ରଭୁଙ୍କ ଠାରୁ ପାଇଥିଲି, 10 ବର୍ଷ ପୂର୍ବରେ ଏଇଟା ମୁଁ ପ୍ରଭୁଙ୍କ ଠାରୁ ପାଇଥିଲି, 5 ବର୍ଷ ପୂର୍ବରୁ ମୁଁ ଏଇଟା ପ୍ରଭୁଙ୍କ ଠାରୁ ପାଇଥିଲି। ଯୋଉ ଜାଗାରେ ସୁଯୋଗ ପାଇବେ ସେଇଟା ହିଁ କହି ଚାଲିଥିବେ, କିନ୍ତୁ କହିବା ପାଇଁ ଚାହିଁବି ଏଭ୍ରିଡେ ପ୍ରଭୁଙ୍କର ବ୍ଲେସିଂ ରହିଛି। କାରଣ ପ୍ରତି ପ୍ରଭାତରେ ସେ ନୂତନ ଅଟନ୍ତି। ଆମେ ପ୍ରତିଦିନ ପ୍ରତି ପ୍ରଭାତରେ ସେ ବ୍ଲେସିଂ କୁ, ଅର୍ଥାତ୍ ଯୀଶୁ ଖ୍ରୀଷ୍ଟ ଯେ ଈଶ୍ୱରଙ୍କର ବ୍ଲେସିଂ ଆମ ପାଇଁ
ତାଙ୍କୁ ଅନୁଭବ କରିବା କି ଆଉ ତାଙ୍କର ସମସ୍ତ କାର୍ଯ୍ୟ ତାଙ୍କଠାରେ ଯାହା ସବୁ ଅଛି ସବୁ ଆଶ୍ଚର୍ଯ୍ୟାନ୍ୱିତ ଅଟେ, ଚକିତର ବିଷୟ ଅଛେ, ଛାନିଆ ହେବା ବିଷୟ ଅଟେ। ଛାନିଆ କାହିଁକି ହୁଅନ୍ତି, ଚକିତ କାହିଁକି ହୁଅନ୍ତି? ଯାହା ଯଦି କୌଣସି ବ୍ୟକ୍ତି କେବେ ଜୀବନ ମଧ୍ୟରେ ଦେଖିନଥିବ, ଅନୁଭବ କରିନଥିବ, ତେବେ ସେ ଚକିତ ହେଇଯିବ, କାରଣ ତାଙ୍କୁ ତ ଏଇଟା ଚକିତ କରିଦବ। ଯୋଉଟା କି ସେ ଅନୁଭବ କରୁଛି, ଦେଖିଛି ଏଇଟା କିରେ ବୋଲିକି ସେ ଭାବିବ, କିନ୍ତୁ ଯାହା ଜୀବନରେ କେବେ ଦେଖିନଥିବ ସେ ଚକିତ ହବ, ଛାନିଆ ହେଇଯିବ। ଆଉ ଯୀଶୁଙ୍କ ଠାରେ ସବୁଦିନ ଚକିତର ବିଷୟ ହିଁ ଦେଖାଯାଏ। ତାଙ୍କର ବ୍ଲେସିଂ ପ୍ରତି ସକାଳେ ନୂଆ 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 ନୂଆ। ତେବେ କହିବା ପାଇଁ ଚାହିଁବେ, ଯଦି ସେଇ ବ୍ଲେସିଂର ଖାସ କରିକି ଉଦ୍ଧାରର ଅଂଶୀ ବର୍ତ୍ତମାନ ପର୍ଯ୍ୟନ୍ତ ହେଇନାହୁଁ, ବା ଉଦ୍ଧାର ଅନୁଭବ ଆଜି ପର୍ଯ୍ୟନ୍ତ ଆମମାନଙ୍କ ଜୀବନ ମଧ୍ୟରେ ନାହିଁ, ତାହେଲେ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ପାଖରେ ବର୍ତ୍ତମାନ ଅଛନ୍ତି। ତାଙ୍କୁ ଅନୁଭବ କରିବୁ ପ୍ରିୟମାନେ, ତାଙ୍କ ନିକଟକୁ ଆସୁ। ଅନେକ ସମୟରେ ଗୋଟେ ମୋର ବହୁତ ବର୍ଷର ପୁରୁଣା ଫ୍ରେଣ୍ଡ, ଆଉ ମୁଁ କହିଲି ସାଙ୍ଗ ଟିକେ ଉଦ୍ଧାର ଅନୁଭବ ଟିକେ କହିଲୁ। ସେ ମତେ କହିଲା କି କଣ ଉଦ୍ଧାର ଅନୁଭବ ସାଙ୍ଗ, ମୁଁ ତ ଛୋଟ ଠାରୁ ହିଁ, ମୁଁ ତ ଛୋଟ ବୟସରୁ ହିଁ ଆଉ ସଣ୍ଡେ ସ୍କୁଲ ଯାଉଛି, ଗିର୍ଜା ଯାଉଛି। କିନ୍ତୁ କହିବା ପାଇଁ ଚାହିଁବି ମୋ ପ୍ରିୟମାନେ, ଆପଣ ଛୋଟ ବୟସରୁ ସଣ୍ଡେ ସ୍କୁଲ ଯାଆନ୍ତୁ, ଗିର୍ଜା ଯାଆନ୍ତୁ, କିଛି କଥା ନାହିଁ। କହିବା ପାଇଁ ଚାହିଁବି, ଉଦ୍ଧାର ପାପ କ୍ଷମାର ଅନୁଭବର ଗୋଟିଏ ଦିନ ଆମମାନଙ୍କ ଜୀବନ ମଧ୍ୟରେ ରହିବା ଦରକାର। ଏଇ ଦିନ ମୋ ପାପ ସକାଶେ, ମୋ ଗତ ବର୍ତ୍ତମାନ ଓ ଭବିଷ୍ୟତର ପାପ ସକାଶେ ମୁଁ କ୍ରନ୍ଦନ କରିଛି, ଆଉ ପ୍ରଭୁ ମତେ କ୍ଷମା କରିଛନ୍ତି, ଆଉ ମତେ ସେ ପୁତ୍ର କରିଛନ୍ତି। ଏଇ ଅନୁଭବ, ପାପ କ୍ଷମାର ଅନୁଭବ ଥିବା ଦରକାର, ଉଦ୍ଧାର ଅନୁଭବ ଥିବା ଦରକାର। ଏହାକୁ ଆମେ ଟେଷ୍ଟିମନି ବୋଲିକି ମଧ୍ୟ କହିଥାଉ। ସମସ୍ତଙ୍କର ହେଇଥିବ ମୁଁ ବିଶ୍ୱାସ କରେ, ତଥାପି କୌଣସି ବ୍ୟକ୍ତିଙ୍କ ଜୀବନ ମଧ୍ୟରେ ଯଦି ଏଇ ଅନୁଭବ ନାହିଁ, ତାହେଲେ ଏନକରେଜ କରିବା ପାଇଁ ଚାହେଁ, ଏହା ସୁନ୍ଦର ସମୟ ତାଙ୍କ ନିକଟକୁ ଆସିକି ଆମ ଜୀବନ ମଧ୍ୟରେ ଯୋଉ ସମସ୍ତ ପାପ ଗୁଡାକ କରିଛୁ ଓ ପଶ୍ଚାତାପ କରିକି ପ୍ରେଜ ଦ ଲର୍ଡ ତାଙ୍କ ନିକଟରେ କ୍ଷମା ମାଗିକି ଏଇ ଉଦ୍ଧାର ଅନୁଭବ ହବା ନିତାନ୍ତ ଆବଶ୍ୟକ। ତାଙ୍କୁ ଗ୍ରହଣ କଲେ, ତାଙ୍କୁ ବିଶ୍ୱାସ କଲେ, ଓ ପ୍ରେଜ ଦ ଲର୍ଡ ଆମମାନଙ୍କ ଜୀବନ ମଧ୍ୟରେ ସେ ଉଦ୍ଧାର ଅନୁଭବ ହବ। ଆଉ ପ୍ରତି ପ୍ରଭାତରେ ସେ ନୂତନ ନୂତନ ଅଟନ୍ତି। ପ୍ରତି ପ୍ରଭାତରେ ଆମେ ତାଙ୍କୁ ଦେଖିବା, ସେ ନୂତନ ବ୍ଲେସିଂ ଗୁଡାକ ଦେଖିବା, ତାହା ଚକିତ କରିଦବ। ତା ସହିତ ମାନେ ଅନ୍ୟମାନଙ୍କୁ ମଧ୍ୟ ସେ ବ୍ଲେସିଂର କଥା କହିବା। ପ୍ରେଜ ଦ ଲର୍ଡ। ତେବେ ସ୍ୱର୍ଗଦୂତ ଯେତେବେଳେ ଆସିଲେ ମେଷପାଳକ ମାନଙ୍କ ନିକଟକୁ, ଆଉ ସେମାନେ ଚକିତ ହେଲେ। କାରଣ କଣ? ଏଥି ପୂର୍ବରୁ ଏ ପ୍ରକାର ଜ୍ୟୋତି ଆଉ ଦୂତଙ୍କୁ ଜୀବନ ମଧ୍ୟରେ ସେମାନେ ଦେଖି ନାହାନ୍ତି। ଆଉ ଯେତେବେଳେ ଦେଖିଲେ, ସେମାନଙ୍କୁ ଭୟଭୀତ କରିଦେଲା। ଆଉ ଏକର ଭୟ ଯେ ଉଦ୍ଧାର ପାଇବା, ଅନନ୍ତ ଜୀବନ ପାଇବା, ଆଶୀର୍ବାଦ ପାଇବା, ସତ୍ୟ ଈଶ୍ୱରଙ୍କୁ ଜାଣିବା ସେମାନଙ୍କ ପାଇଁ ଏହା ସହଜକର ବିଷୟ ନଥିଲା। ସେ ସମୟର ଶିକ୍ଷା, ଯାହାକି ଗ୍ରୀକ ଦାର୍ଶନିକ ମାନଙ୍କର ଶିକ୍ଷା ଅନୁସାରେ, ଯେ ଜ୍ଞାନୀ ଯାହା ପାଖରେ ଅର୍ଥ ବେଶୀ ଅଛି, ମେଟ୍ରୋପଲିଟାନ ପିପଲ ବେଶୀ କରିକି ଗ୍ରୀକ ସମ୍ପ୍ରଦାୟର ଲୋକମାନେ ବିଲଙ୍ଗ କରନ୍ତି, ସେମାନେ ହିଁ ଉଦ୍ଧାର ପାଇବେ। ଆଉ ଏ ପ୍ରକାର ସାଧାରଣ ବ୍ୟକ୍ତି ମାନଙ୍କ ନିମନ୍ତେ ଏଇ ଉଦ୍ଧାର ପାଇବା ଏକ କଷ୍ଟକର ବିଷୟ ଥିଲା। ତେଣୁ ସ୍ୱର୍ଗଦୂତ ଆସିକି କହିଲେ, ଆନନ୍ଦଜନକ ସୁସମାଚାର। କାରଣ କଣ? ତମେ ଯଦି ଭାବୁଛ ମୋ ପାଇଁ ଉଦ୍ଧାର, ଅନନ୍ତ ଜୀବନ, ଆଶୀର୍ବାଦ ନାହିଁ ବୋଲିକି, ତାହେଲେ ତମମାନଙ୍କ ପାଇଁ ଏହା ଅଟେ। ତୁମକୁ ଅତ୍ୟଧିକ ଆନନ୍ଦ କରିଦବ। କିନ୍ତୁ ଏହା ମଧ୍ୟ କହିବା ପାଇଁ ଚାହିଁବି ଯେ ଏହା କେବଳ ତମ ପାଇଁ ନୁହଁ, ସମସ୍ତ ଲୋକମାନଙ୍କ ପାଇଁ। ଏଥିପାଇଁ ଯାଇକି ଦେଖ, ଅନୁଭବ କର, ସେ ଚମତ୍କାର ବ୍ୟକ୍ତି ଅଟନ୍ତି। ଦେଖିଲା ପରେ, ଅନୁଭବ କଲା ପରେ ଅନ୍ୟମାନଙ୍କୁ ଯାଇକି ମଧ୍ୟ ତମେ କୁହ। ପ୍ରେଜ ଦ ଲର୍ଡ। ଆମେ ଅନୁଭବ କରିବା, ଦେଖିବା ସେ ସମସ୍ତ ବ୍ଲେସିଂକୁ ପ୍ରତି ପ୍ରଭାତରେ ନୂତନ ନୂତନ ଅଟେ, ପୁଣି ଆମେ କହି ଚାଲିବା ତାଙ୍କ ଏ ଚମତ୍କାରୀ ବ୍ୟକ୍ତିଙ୍କ ବିଷୟରେ। ଭଗବାନଙ୍କୁ ସାହାଯ୍ୟ କରନ୍ତୁ ଏଇ ବାକ୍ୟକୁ ବୁଝିକି ତଦନୁସାରେ ଚାଲିବା ନିମନ୍ତେ। ବହୁତ ବହୁତ ଧନ୍ୟବାଦ।